କେମିତି ତିଆରି ହୋଇଥିଲା ବଡ଼ଦେଉଳ? ଓଡ଼ିଶାର ଗୌରବ ତଥା ବିଶ୍ୱ ପ୍ରସିଦ୍ଧ ଶ୍ରୀ ଜଗନ୍ନାଥଙ୍କ ଶ୍ରୀମନ୍ଦିର ବା ବଡ଼ଦେଉଳର ନିର୍ମାଣର ରହସ୍ୟ ରହିଛି। ଦ୍ୱାଦଶ ଶତାବ୍ଦୀରେ ଗଙ୍ଗବଂଶର ରାଜା ଅନଙ୍ଗ ବର୍ମନ ଚୋଡ଼ଗଙ୍ଗ ଦେବ ମନ୍ଦିର କାର୍ଯ୍ୟ ଆରମ୍ଭ କରାଇଥିଲେ ଏବଂ ଅନଙ୍ଗ ଭୀମଦେବ ଏହାକୁ ସମ୍ପୂର୍ଣ୍ଣ କରିଥିଲେ। ତେବେ ଓଡ଼ିଶାରେ ମୁଖ୍ୟତଃ ଦୁଇ ପ୍ରକାରର ଶୈଳୀରେ ମନ୍ଦିର ନିର୍ମାଣ ହୋଇଥାଏ। ଆଜି ଆମେ ଜାଣିବା ଆମ ଶ୍ରୀମନ୍ଦିର କେଉଁ ଶୈଳୀରେ ତିଆରି ହୋଇଛି। ଶ୍ରୀମନ୍ଦିରର ମୁଖ୍ୟ ମନ୍ଦିର ରେଖା ଦେଉଳ ଶୈଳୀରେ ନିର୍ମାଣ ହୋଇଛି। ରେଖା ଦେଉଳ ଶବ୍ଦ ପଥରରେ ତିଆରି ହୋଇଥିବା କାରୁକାର୍ଯ୍ୟରୁ ଆସିଛି, ଯାହା ଏକ ରେଖାକୃତ ଭାବେ ଉପରକୁ ସୂକ୍ଷ୍ମ କାରୁକାର୍ଯ୍ୟରେ ନିର୍ମାଣ ହୋଇଥାଏ। ରେଖା ଦେଉଳର ବିଭିନ୍ନ ପର୍ଯ୍ୟାୟ ଅଛି। ପ୍ରତ୍ୟେକ ମନ୍ଦିରର ଗର୍ଭଗୃହ ରହିଥାଏ, ଯାହା ଚାରିକୋଣିଆ କିନ୍ତୁ ଏହା ବାହାରକୁ ଦେଖିବାକୁ ଗୋଲାକାର ଆକୃତିର। ପୁରୀ ଶ୍ରୀମନ୍ଦିରର ଗର୍ଭଗୃହ ପ୍ରାୟ 30 ଫୁଟ ରହିଛି। ଏହାକୁ ଭିତ୍ତି କରି ମନ୍ଦିରର ବିମାନ ବା ରେଖା ଦେଉଳ ନିର୍ମାଣ ହୁଏ। ଏହା ମନ୍ଦିର ଶିଳ୍ପୀଙ୍କର ଦକ୍ଷତା ଦର୍ଶାଏ। ସେମାନେ କେତେ ଉଚ୍ଚତା ଯାଏ ଏହାକୁ ତିଆରି କରିପାରୁଛନ୍ତି। ତେବେ ଏହାର ଏକ ନିର୍ଦ୍ଦିଷ୍ଟ ସୀମା ମଧ୍ୟ ରହିଛି, ଅର୍ଥାତ୍ ଗର୍ଭଗୃହର 5 ଗୁଣା ପର୍ଯ୍ୟନ୍ତ ଉଚ୍ଚତା ଯାଏ ମନ୍ଦିର ହୋଇପାରିବ। ଏହା ଅତିକ୍ରମ କଲେ ମନ୍ଦିର ସ୍ଥିର ନ ରହିପାରେ। ଏହି କାରଣରୁ ବୋଧହୁଏ କୋଣାର୍କ ମନ୍ଦିର ଭୁଶୁଡ଼ି ପଡ଼ିଥିଲା। ତେବେ ଓଡ଼ିଶାର ଶିଳ୍ପୀମାନେ ପ୍ରଥମେ ଛୋଟ ଛୋଟ ଅନେକ ମନ୍ଦିର ନିର୍ମାଣ କରିଥିଲେ, ପରେ ବିଶାଳ ମନ୍ଦିର ତିଆରି କଲେ, ଯେପରିକି ବର୍ତ୍ତମାନର ଲିଙ୍ଗରାଜ ମନ୍ଦିର। ପରେ 12ଶହ ଶତାବ୍ଦୀରେ ବଡ଼ ଦେଉଳ ବା ଶ୍ରୀମନ୍ଦିର ନିର୍ମାଣ କରିଥିଲେ। ଏହାପରେ 13ଶହ ଶତାବ୍ଦୀରେ ଲାଙ୍ଗୁଳା ନରସିଂହ ଦେବ କୋଣାର୍କ ମନ୍ଦିର ନିର୍ମାଣ କରିଥିଲେ। ସେତେବେଳେ କୋଣାର୍କ ମନ୍ଦିରର ଉଚ୍ଚତା ପୁରୀ ଶ୍ରୀମନ୍ଦିର ଠାରୁ ମଧ୍ୟ ଅଧିକ ଥିଲା। ପରେ କୋଣାର୍କ ମନ୍ଦିରର ମୁଖ୍ୟ ମନ୍ଦିର ଭୁଶୁଡ଼ି ପଡ଼ିଥିବାର ଜଣାଯାଏ। ଏବେ କେବଳ ଏହାର ମୁଖଶାଳା ହିଁ ରହିଛି। ଶ୍ରୀମନ୍ଦିର ଏତେ ବଡ଼ ହୋଇଥିବାରୁ ଏହାକୁ ଭୂକମ୍ପର ଭୟ ରହିଛି। ଅନେକ ଭକ୍ତ ଏହାକୁ ନେଇ ପ୍ରଶ୍ନ କରିଥାନ୍ତି, କିନ୍ତୁ ଗତ 800 ବର୍ଷ ଇତିହାସରେ ଏପରି କୌଣସି ଘଟଣା ଘଟିନାହିଁ। ଏହାକୁ ଘଡ଼ଘଡ଼ି ମାରିବାର ଭୟ ମଧ୍ୟ ରହିଥିଲା। ଏଥିପାଇଁ ବୋଧହୁଏ ଶ୍ରୀମନ୍ଦିର ଉପରେ ନୀଳଚକ୍ର ଆକାରରେ ମେଟାଲ ବ୍ୟବହାର କରାଯାଇ ଏଠାରୁ ତମ୍ବାରେ ଆର୍ଥିଂ କରାଯାଇଥିଲା। ଏତେ ବଡ଼ ମନ୍ଦିର ହୋଇଥିବାରୁ ଏହାକୁ ବାତ୍ୟା ଭୟ ମଧ୍ୟ ରହିଥାଏ, କାରଣ ଓଡ଼ିଶାର ଲିଙ୍ଗରାଜ ମନ୍ଦିର, ଶ୍ରୀମନ୍ଦିର କିମ୍ବା କୋଣାର୍କ ମନ୍ଦିରରେ କୌଣସି ପ୍ରକାରର ପ୍ଲାଷ୍ଟରିଂ ହୋଇନାହିଁ। ଏହା କେବଳ ମାଧ୍ୟାକର୍ଷଣ ଶକ୍ତି ଦ୍ୱାରା ଠିଆ ହୋଇଛନ୍ତି। ଶ୍ରୀମନ୍ଦିର ରେଖା ଦେଉଳ ହେଲେ ମଧ୍ୟ ଏହା କଳିଙ୍ଗ ସ୍ଥାପତ୍ୟ କଳାରେ ନିର୍ମିତ ଦେଉଳ ଅଟେ। ପ୍ରାୟ 10 ଏକର ଜମି ଉପରେ ଏହା ନିର୍ମିତ। 1452 ଖ୍ରୀଷ୍ଟାବ୍ଦରେ ଗଜପତି କପିଳେନ୍ଦ୍ର ଦେବ ମେଘନାଦ ପାଚେରୀ, ଯାହାକି 665ରେ 640 ଫୁଟ ଏହିଭଳି ଭାବେ ନିର୍ମାଣ କରାଇଥିଲେ। ସମ୍ପୂର୍ଣ୍ଣ ଶ୍ରୀମନ୍ଦିର ଆଠଗଡ଼ ଚନ୍ଦକା ଅଞ୍ଚଳରୁ ଆଣିଥିବା ବାଲୁକା ପଥର, ଯାହାକୁ ସ୍ୟାଣ୍ଡଷ୍ଟୋନ ଆମେ କହୁଛେ, ଏଥିରେ ଏହା ନିର୍ମାଣ ହୋଇଛି ଏବଂ କିଛି ଖଣ୍ଡେଲାଇଟ ପଥର ମଧ୍ୟ ବ୍ୟବହାର ହୋଇଛି। ଚାରି ଦ୍ୱାରରେ ଲାଗିଥିବା କଳା ମୁଗୁନି ପଥର ବାଲେଶ୍ୱର ନୀଳଗିରିରୁ ଅଣାଯାଇଥିବା ବୋଲି କୁହାଯାଏ। ତେବେ ଏହି ପଥର ସବୁ ମହାନଦୀ ଅବବାହିକାରେ ମିଳୁଥିବାରୁ ନଦୀ ପଥ ଦେଇ ଏତେ ବଡ଼ ବଡ଼ ପଥର ଭେଳାରେ ପରିବହନ କରାଯାଇଥିବା ବୋଲି କୁହାଯାଏ। କୋଣାର୍କ ନିକଟରେ ଥିବା ପଥର ବୁହା ନାଳ ହେଉଛି ଏହାର ଜ୍ୱଳନ୍ତ ପ୍ରମାଣ। ତେବେ ପଥର ଗୁଡ଼ିକ କେବଳ ମାଧ୍ୟାକର୍ଷଣ ଓ ଲକ୍ ଇନ୍ କ୍ଲାମ୍ପ ପ୍ରଣାଳୀରେ ଯୋଡ଼ା ହୋଇଛି। କିଛି ସ୍ଥାନରେ ଓଲଟା ବା ୟୁ ଆକୃତିର ଲୁହା ରଡ୍ ମଧ୍ୟ ବ୍ୟବହୃତ କରାଯାଇଥିଲା। ଘଡ଼ଘଡ଼ି ଠାରୁ ସୁରକ୍ଷା ପାଇଁ ନୀଳଚକ୍ରରେ ତମ୍ବା ଆର୍ଥିଂ ତାର ମଧ୍ୟ ଦିଆଯାଇଛି। ଏହାରି ମଧ୍ୟରେ ସମୟର ଆଘାତ ଓ ସଂରକ୍ଷଣ ଉଭୟ ଏହି ମନ୍ଦିରଗୁଡ଼ିକୁ ପ୍ରଭାବିତ କରିଛନ୍ତି। ନିର୍ମାଣର 300-400 ବର୍ଷ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ କୌଣସି ଅସୁବିଧା ନଥିଲା, କିନ୍ତୁ ସମୁଦ୍ରର ଲୁଣା ପବନ ଓ ବର୍ଷା ଯୋଗୁଁ ଲୁହା ରଡ୍ ନଷ୍ଟ ହେବାରୁ ପଥର ଖସିବା ଆରମ୍ଭ ହୋଇଥିଲା। ଏହାକୁ ରୋକିବା ପାଇଁ ଗଜପତିମାନେ ମନ୍ଦିର ଉପରେ ପ୍ରାୟ 9 ଥର ଚୂନ ଲେପ ଦେଇଥିଲେ, ଯାହାପରେ 1.5 ଫୁଟ ପର୍ଯ୍ୟନ୍ତ ମୋଟା ହୋଇଯାଇଥିଲା ଏବଂ ଅଧିକ କ୍ଷତି ହୋଇଥିଲା। ପରେ 1975ରେ ଶ୍ରୀମନ୍ଦିରକୁ ଜାତୀୟ କୀର୍ତ୍ତି ଘୋଷଣା କରାଯାଇଥିଲା। 1979ରୁ ଏଏସ୍ଆଇ ଚୂନ ଅପସାରଣ ଆରମ୍ଭ କରି 1996 ସୁଦ୍ଧା ଏହାକୁ ସମ୍ପୂର୍ଣ୍ଣ କରିଥିଲା। ଏହି ସମୟରେ 1990ରେ ଅଁଳା ବେଢ଼ା ନିକଟରେ 6 ଟନ୍ ଓ 1992ରେ ରତ୍ନ ସିଂହାସନ ନିକଟରେ 1 ଟନ୍ର ପଥର ଖସିଥିଲା।
ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ମହାପ୍ରଭୁଙ୍କୁ ଅଣସର ପିଣ୍ଡି ନିକଟରେ ଅସ୍ଥାୟୀ ରତ୍ନ ସିଂହାସନକୁ ସ୍ଥାନାନ୍ତର କରାଯାଇ ଗର୍ଭଗୃହରେ ରତ୍ନ ସିଂହାସନଠାରୁ 45 ଫୁଟ ଉପରେ ଷ୍ଟିଲ୍ ଫ୍ରେମ୍ ତିଆରି କରାଗଲା, ଯାହାଦ୍ୱାରା ପଥର ଖସିଲେ ତାହା ତଳକୁ ଆସିବ ନାହିଁ। ତେବେ ଶ୍ରୀମନ୍ଦିର ରହିଛି 3 ମହଲା ବିଶିଷ୍ଟ। ଚୂନ ହଟାଇବା ସମୟରେ ଜଣାପଡ଼ିଛି ଯେ ମନ୍ଦିର 3 ମହଲା ବିଶିଷ୍ଟ ଅଟେ। ଅନୁଧ୍ୟାନ ସମୟରେ ଦ୍ୱିତୀୟ ମହଲାରେ 3 ଫୁଟ ମୋଟା ଧାନଚୋପା ଓ ଖସି ପଡ଼ିଥିବା ପଥର ମିଳିଥିଲା। ସେହିପରି 1996ରେ ଶ୍ରୀମନ୍ଦିର ଶୀର୍ଷରେ ଥିବା ଦଧିନଉତି ନିକଟରେ ଫାଟ ଚିହ୍ନଟ ହୋଇଥିଲା, ଯାହାର କାରଣ ବଡ଼ ବାନା ଲାଗିବା ଦ୍ୱାରା ନୀଳଚକ୍ର ଦୋହଲିବା ବୋଲି ଜଣାପଡ଼ିଲା। ଏହାପରେ ବାନାର ଲମ୍ବକୁ ନିୟନ୍ତ୍ରଣ କରାଗଲା। ପୂର୍ବରୁ ବହୁତ ବଡ଼ ଏପରିକି 200 ଫୁଟ ଲମ୍ବାର ବାନା ମଧ୍ୟ ଲଗାଯାଉଥିଲା, ଯାହା ପ୍ରାୟ ପାଦୁକା କୁଣ୍ଡ ପର୍ଯ୍ୟନ୍ତ ଉଡ଼ୁଥିଲା। ତେବେ ଯଦି ଆମେ ସତ୍ୟତାକୁ ଅନୁଧ୍ୟାନ କରିବା ତ ଏଥିରୁ ଜଣାପଡ଼େ ଯେ ଆଧୁନିକ ଯୁଗରେ ଗୋଟିଏ 6 ଟନ୍ ପଥର ମରାମତି କରିବାକୁ 7 ମାସ ଲାଗିଥିଲା, କିନ୍ତୁ 800 ବର୍ଷ ତଳେ ଏତେ ବିରାଟ ମନ୍ଦିର କିପରି ତିଆରି ହେଲା ତାହା ସତରେ ଆଶ୍ଚର୍ଯ୍ୟଜନକ। ଏହା ଓଡ଼ିଶାର ପ୍ରାଚୀନ ଶିଳ୍ପୀମାନଙ୍କର ଅସାଧାରଣ ଦକ୍ଷତା ଓ ଭକ୍ତିର ଉଦାହରଣ ବୋଲି ଜଣାଯାଏ। ତ ଏହା ଥିଲା ଆମ ଶ୍ରୀମନ୍ଦିରର ରହସ୍ୟ। ଶ୍ରୀମନ୍ଦିରକୁ ନେଇଥିବା ଆଜିର ଏହି ଭିଡ଼ିଓଟି ଯଦି ଆପଣଙ୍କୁ ଭଲ ଲାଗିଛି ତେବେ ଏହାକୁ ଲାଇକ୍ କରନ୍ତୁ, ଖୁବ୍ ମାତ୍ରାରେ ସେୟାର କରନ୍ତୁ। ଭିଡ଼ିଓଟି ଆପଣଙ୍କୁ କିଭଳି ଲାଗିଲା ମୋତେ କମେଣ୍ଟ ମାଧ୍ୟମରେ ନିହାତି ଜଣାଇବେ। ଦେଶ ଦୁନିଆ ରାଜ୍ୟ ସହ ଜଡ଼ିତ ଅନେକ ଇନଫର୍ମେଟିଭ୍ ଭିଡ଼ିଓ ଯଦି ଆପଣ ଦେଖିବାକୁ ଚାହାନ୍ତି ତାହେଲେ ଆଜି ହିଁ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।